ଆମେ ଏଠି ପୁରୀ ମା ବାଟମଙ୍ଗଳାଙ୍କ ମନ୍ଦିରରେ ଉପସ୍ଥିତ ଅଛୁ। ମୁଁ ଆଜି ଦିଲ୍ଲୀପ ବାବୁଙ୍କ ସହିତ ମା ବାଟମଙ୍ଗଳାଙ୍କ ମହିମା ବିଷୟରେ କିଛି ଆଲୋଚନା କରିବି। ଆପଣ ମା ବାଟମଙ୍ଗଳାଙ୍କ ମହିମା ବିଷୟରେ କ'ଣ ଜାଣିଛନ୍ତି ତା ବିଷୟରେ ଟିକେ କୁହନ୍ତୁ। ଜୟ ମା ବାଟମଙ୍ଗଳା। ମୁଁ ମା ବାଟମଙ୍ଗଳାଙ୍କ ସେବକ ବିଜୁ ଭାଇନା ହିସାବରେ ମଧ୍ୟ ସମସ୍ତେ ଜାଣନ୍ତି। ମାଙ୍କର ମହିମା କହିଲେ ଅପାର। ଏଠି ମା ଯେତେବେଳେ ଯେକୌଣସି ଯେ ଭକ୍ତଙ୍କର ସବୁ ପ୍ରକାର ସମସ୍ୟା ଦୂର କରିବା ପାଇଁ ମା ନିଜେ ନିଜେ ତା'ର କାମ ବତେଇ ଦେଇଥାଏ, ବାଟ ଦେଖେଇଥାଏ ଯେ ତୁ ଏଇ ବାଟରେ ଗଲେ ତୋର କାମ ମନସ୍କାମନା ପୂର୍ଣ୍ଣ ହେବ। ତେଣୁକରି ମାଙ୍କର ଅପାର କରୁଣା ମହିମା, ମାଙ୍କ ମହିମା କହିବା ଶବ୍ଦ ନାହିଁ। ଆପଣ ମାଙ୍କ ମହିମା ବିଷୟରେ କ'ଣ ଅନୁଭୂତି ପାଇଛନ୍ତି ତା ବିଷୟରେ କିଛି କୁହନ୍ତୁ। ମାଙ୍କର ଅନୁଭୂତି ହେଲା ମାଙ୍କ ମହିମା ଅପାର ବୋଲି ପ୍ରଥମରେ ଆପଣଙ୍କୁ କହିଥିଲି। ଯେତେବେଳେ ଯେଉଁ ମୁହୂର୍ତ୍ତରେ ମାଙ୍କୁ ଡାକିଲେ ମା ସବୁବେଳେ ଓ କଥା ଆଉ ସବୁ କଥା ବି ସେ ବୁଝିପାରିକିରି ଆମକୁ ଭଲ ବାଟ ଦେଖେଇଥାଏ। ତେଣୁକରି ମା ବାଟମଙ୍ଗଳାଙ୍କର ମହିମା କହିଲେ ଅପାର, ତା'ର କିଛି ଶବ୍ଦ ନାହିଁ। ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଭକ୍ତଙ୍କର ସେ ସମସ୍ତଙ୍କର ମନୋବାଞ୍ଛା ଜାଣିପାରେ, ମନୋବାଞ୍ଛା ଦେଖିକରି ତାଙ୍କ ମନକୁ ଫଳପ୍ରଦ ବି ଦେଇଥାଏ। ଆମେ କାହିଁକି ପୁରୀ ଗଲାବେଳେ ସବୁବେଳେ ମା ବାଟମଙ୍ଗଳାଙ୍କୁ ଆଗ ଦର୍ଶନ କରୁ, ତାପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁ? ୟା ପଛରେ ଏମିତି କ'ଣ କାରଣ ଅଛି? ଜୟ ମା ବାଟମଙ୍ଗଳା। ଯେତେବେଳେ ମାଆଙ୍କୁ ଦର୍ଶନ କରି ଗଲେ ମା ତାକୁ ମାନେ ବାଟ ଠିକ୍ ବାଟ ଦେଖାଇଥାଏ, ଭଗବାନଙ୍କ ଦର୍ଶନ କେମିତି ପାଇବୁ ତୁ, ଆଉ ତୋର ସିଦ୍ଧିପ୍ରାପ୍ତ ହେବ, ପୂର୍ଣ୍ଣ ସିଦ୍ଧିପ୍ରାପ୍ତ ହୋଇଥାଏ। ତେଣୁକରି ମା ବାଟ ଦେଖାଇ ଦେଇଥାଏ, ତୁ ଯା ଏଇ ବାଟ ଗଲେ ତୁ ମା ଭଗବାନଙ୍କର ଆରାମସେ ଦର୍ଶନ ପାଇଯିବୁ। ତେଣୁକରି ମାଆଙ୍କୁ ଦର୍ଶନ କରିଗଲେ ଜଗନ୍ନାଥଙ୍କ ଦର୍ଶନଟା ବହୁତ ସୁରୁଖୁରୁରେ ହେଇଯାଇଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ। ମୁଁ ନ୍ୟୁଜ୍ ରିପୋର୍ଟର ସତ୍ୟପ୍ରଜ୍ଞା ଦାସ କହୁଛି, ସାଇ ଓଡ଼ିଶା ନ୍ୟୁଜ୍ ଚ୍ୟାନେଲ ପୁରୀରୁ।